ଏ ରାଧା ଖରା ହଉଛି ନା? ହଁ ଖରା ତ ହଉଛି ଆଉ କେତେ ଜୋର ଖରା ହଉଛି। ତ ନମସ୍କାର ସାଙ୍ଗମାନେ, ଜୟ ଜଗନ୍ନାଥ। ସ୍ୱାଗତ କରୁଛୁ ଆମ ଫାଷ୍ଟ ବ୍ଲଗ। ତ ଚାଲନ୍ତୁ ଆରମ୍ଭ କରିବା ଗୋଟେ ସୁନ୍ଦର ଭିଡ଼ିଓ। ତ ଯେଉଁମାନେ ଆମ ଚ୍ୟାନେଲଟି ଭିଡ଼ିଓ ଦେଖୁଛନ୍ତି ସବସ୍କ୍ରାଇବ୍ କରୁନାହାନ୍ତି ତ ପ୍ଲିଜ୍ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ପାଖରେ ଆସିଥିବା ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ। ଆମେ ଯେତେ ସାରା ଭିଡ଼ିଓ ଅପଲୋଡ଼ କରିବୁ ଆପଣମାନେ ସର୍ବପ୍ରଥମେ ଦେଖିପାରିବେ। ତ ସାଙ୍ଗମାନେ ଚାଲନ୍ତୁ ଗୋଟେ ସୁନ୍ଦର ଭିଡ଼ିଓ ଷ୍ଟାର୍ଟ କରିବା। ଏ ରାଧା ଖରା ହଉଛି ନା? ହଁ ଖରା ତ ହଉଛି ଆଉ କେତେ ଜୋର ଖରା ହଉଛି। କଣ ସଇଲାଣି ନା ଭଜା? ତ ସରିନି ଭଜା? ଆଉ ଶୀଘ୍ର କରୁନା ଯିବ ଖାଇ ଦେଇକି। ତ ସାଙ୍ଗମାନେ ତ ରାଧା ସେଠି ମାଛ ଭାଜୁଛନ୍ତି ଆଉ ବହୁତ ଜୋର ଖରା ତ ହଉଛି ଦେଖିପାରୁଛନ୍ତି। ସେ ଖରା ପାଇଁ କୌଣସି ପ୍ରକାର ରାଜି ହଉନାହାନ୍ତି ରୋଷେଇ କରିବାକୁ। ମୋ ସହିତ ଡେଲି ଝଗଡ଼ା କରୁଛନ୍ତି, ଗୋଟେ ପାଲ ପକାଅ ନହେଲେ ଗୋଟେ ଚାଳି ବନାଅ, ଆଉ ନ ବନେଇଲେ ମୁଁ ରୋଷେଇ କରିବିନି। ଆଉ ବୋଉ ମଧ୍ୟ ମୋ ସାଙ୍ଗରେ ବହୁତ ଝଗଡ଼ା କରୁଛି, ଆରେ ପାଲ ପକା ଚାଳି କର। ମୋତେ ଟାଇମ୍ ହେଉନି। ଚାଷ କାମ ହଉଥିଲା, ଆପଣମାନେ ତ ଜାଣିଛନ୍ତି ଚାଷ କାମ ହଉଥିଲା। ଚାଷ କାମ ସରିଲା ପରେ ଆମର ଗୋଟେ ଛୋଟିଆ ଫାର୍ମଟି ଅଛି, ଛତୁ ଚାଷ ହୁଏ। ଆଉ ଆମେ ତ ସକାଳୁ ଭୋର ଯିବାକୁ ପଡ଼େ, ପୁଣି ଭୋରୁ ଛତୁ କାମ ସାରିକି ଆସିକି ପୁଣି ଖାଇକି ପୁଣି ଛତୁ କାମ ହୁଏ। ଛଣ କାଟେ, ଛଣ ଭେଦା, ବେଡ଼ ପକା, ଏଇଭଳି ଯାବତୀୟ କାମ ହୁଏ। ମୋତେ ଆଉ ଟାଇମ୍ ହୁଏ ନା। ତ ରାଧା ଏଇ ଖରାରେ ରୋଷେଇ କରିକି ବହୁତ କଷ୍ଟ ପାଆନ୍ତି। ଆଉ ସିଏ ବହୁତ ଜିଦି ଧରିଛନ୍ତି, ଏଠି ଚାଳି କିମ୍ବା ଗୋଟେ କିଛି ପାଲ ଫାଲ ପକେଇଲେ ମୁଁ ଯାଇ ରୋଷେଇ କରିବି, ନହେଲେ ରୋଷେଇ କରିବିନି। ଆଜି କୌଣସି ପ୍ରକାର ସକାଳ କରୁନଥିଲେ, ମୁଁ ବୁଝେଇଲି, ମୁଁ ଯାହା ହଉ 2 ଦିନ ଭିତରେ ତମର ମୁଁ ଗୋଟେ ଚାଳି ବନେଇଦେବି, ତମେ ଆଜି କୌଣସି ପ୍ରକାର କରିକି ଦିଅ। ପିଲାମାନେ ସ୍କୁଲ ଯିବେ, ମୁଁ ଖାଇକି ଯିବି ସେ ଛତୁ ଫାର୍ମକୁ। ମୁଁ ନିଶ୍ଚିତ ତମକୁ ଗୋଟେ ଚାଳି ବନେଇଦେବି। ତ କଥା ଦେବାରୁ ଯାହା ହଉ ସକାଳେ ଆଜି ସେ ରୋଷେଇ କରିକି ଆମକୁ ଦେଲେ। ହଁ ଆମେ ଖାଇଲୁ। ଆଜି ପିଠା କରିଥିଲେ ସକାଳୁ, ଆମେ ପିଠା ଖାଇଛୁ। ତ ମୁଁ ଫେରିଲା ବେଳକୁ ଫାର୍ମରୁ ମାଛ ଗୋଟେ ବିକ୍ରି ହେଉଥିଲା ବି ଦେଖିଲି। ମୁଁ ମାଛ ଆଣିଥିଲି, ଯେଉଁକି ଆମର ଦେଶୀ ଖାଡ଼ିଆ ମାଛ। ତ ହେଇ ରାଧା ସେଠି ବାଛୁଛନ୍ତି। ହଁ ଆଜି ଦେଶୀ ଖାଡ଼ିଆ ଛାଁର ପୋଇ ଆଳୁ ଟିକେ ପକେଇକି ଆଜି ଟିକେ ଛେଚଡ଼ା ବନେଇବେ ବୋଲି ମୁଁ କହିଛନ୍ତି। ତ ସେଣୁ ସେ ମାଛ ବଛାରେ ଲାଗି ଯାଇଛନ୍ତି, ଲାଗି ପଡ଼ିଛନ୍ତି। ହେଇଲୋ ମୋ ବୋଉ ଆଇଲାଣି। ବୋଉ କୁଆଡ଼େ ଯାଇଥିଲ? ଯାଇଥିନି ଏଇଆଡକୁ ଟିକେ, ଆଁ ବୁଲିବାକୁ ଏଇଆଡକୁ ଟିକେ ଯାଇଥିନି। ବୁଲିବାକୁ ଯାଇଥିଲୁ? ଆଉ କୁଆଡ଼େ କୁଆଡ଼େ ବୁଲୁଥିଲୁ? ଏଇ ଗାଁ ଆଡେ ବୁଲୁଥିନି, ଆଉ କୁଆଡେ ବୁଲିବି। ଆଉ କଣ ଥକାରେ ଆସିକି ବସିଗଲୁ? ଆଉ ବୁଲି ବୁଲିକି ଆଇନି, ଆଉ ବସିଗନି ଟିକେ ଆଉ। ଆଉ କଣ ମର୍ଣ୍ଣିଂ ୱାର୍କ କରିଥିଲୁ କି? ହୁଁ ମର୍ଣ୍ଣିଂ ୱାର୍କ କରି ଚାଲୁଥିଲୁ କି ଯାଇକି? ହଁ ଚାଲି ଚାଲିକି ଆଇଲୁ? ହଁ ଓହ ଚା ପିଇବୁ ବୋଲିକି ଚା ହେଇକି ତତେ ଅନେଇଛନ୍ତି ପିଇବେ ବୋଲି, ତୁ ଏତେ ଡେରି କାହିଁ ମୁଁ କଲୁ? ଚାଲିଗନି ସିଆଡକୁ ବୁଲି ବୁଲିକି ଚାଲି ଆଇନି। ବୁଲିକି ଚାଲି ଆଇଲୁ? ହଁ ସରିଲା ନା ରୋଷେଇ? ଆଉ ଟିକେ ଯିବ। ଭଜା କରିଦେ ଶୀଘ୍ର ଖାଇକି ଯିବି। ଖରା କେମିତିକା ହଉଛି ଭଜା କରିଦେ, ଆସିକି କରନି ଏଇଠି। ଆଁ ଖରା କେମିତିଆ ହଉଛି ହଁ ଦେଖିପାରୁଛୁ? ଖରା ତ ହଉଛି ଆଉ। ତତେ କଣ ଦେଖା ହଉନି ଖରା ହଉଛି କି ନ ହଉଛି? ତୁ ଖଣ୍ଡ ଚାଳି କରିପାରୁନୁ। ନା ଚାଳି କରିମି କଣ? ବାଁଶ ଖଣ୍ଡେ ପକେଇ ପାରୁନୁ। ବାଉଁଶ ଆଁ ବାଉଁଶ ଏଇ ସତେ କିଏ ଦବ ବାଉଁଶ ସେ ମତେ? ଯିଏ ଦବ ତୁ କରୁନୁ, ସେ ରୋଷେଇ କରିବ କେମିତି କର ଝାଳ ନାଳ ଆଣ୍ଠି ହେଲାଣି। ତତେ ଦେଖା ହଉନି, ଖାଲି ଖାଇଲା ବେଳକୁ ଚାଲି ଆଉଛୁ ଚଞ୍ଚଳ ଚଞ୍ଚଳ ଦେ। ନା ଖରା ତ ହଉଛି ମୁଁ ଦେଖୁଛି, ଆଉ କଣ କେମିତି ଚାଲିଟା କଣ କରିବି କଣ ମୋର ତ ବୁଦ୍ଧି ପାଉନି। କଣ କେମିତି ହବ ବୁଦ୍ଧି କହ? ପାଉନି କହିଦେମି ନା। ହଁ କଣ ଦେଖିଆ? ହେଇ ଏଇଠି ଗୋଟେ ବାଁଶ ପୁଅତ, ଏଇଠି ଗୋଟେ ବାଁଶ ପୋତିବୁ। ହଁ ଆଉ ଏଇଠି ଗୋଟେ ବାଁଶ ପୋତିବୁ। ଆଚ୍ଛା ଏ ଭଣ୍ଡା ଗଛରୁ ବାଁଶ ପକେଇଦବୁ ହଁ ହଁ 2ଟା, ହଁ ପକେଇ ଦେଇ ଗୋଟେ ଟମ୍ଭୁ ପକେଇଦବୁ ଆଚ୍ଛା ଛୋଟୁଟେ। ହଁ ପକେଇଦବୁ, ତାର ଛାଇ ହବ, ରୋଷେଇ କରିବ ହଁ ହଁ ଖାଇବ। ହଁ ହଁ। ତୁ ଖାଲି ସଦା ବେଳେ ଆଉଛୁ ଖରା ତରାରେ। କେଇ ଖଣ୍ଡ ବାଁସ ଆଣିବାକୁ ପଡିବ? 2-3 ଖଣ୍ଡ ପକେଇଦବୁ, ନହେଲେ 4 ଖଣ୍ଡ ଆଉ କଣ। ମାନେ ପୋତିମି କେଇ ଖଣ୍ଡ କହିଲୁ? 2 ଖଣ୍ଡ, ପୋତିକି ଖଣ୍ଡେ 2 ଖଣ୍ଡ, ହଁ ନାଡି ଖଣ୍ଡେ ନାଡି ଖଣ୍ଡେ। ଆଚ୍ଛା
ଆଉ ବାଁଶ 2 ଖଣ୍ଡ ପକେଇଦବ 3 ଖଣ୍ଡ ଉପରେ ଗୋଟେ ପାଲ ପକେଇଦବ। ପାଲ କେତେ ସାଇଜ ଆଣିବି ମାନେ ତ କହିବା କଥା ଆଚ୍ଛା ଆଚ୍ଛା ନିହାତି ପକେଇବାକୁ ପଡିବ। ଆ ପକେଇବନି ସେ କେମିତି ରୋଷେଇ କରିବ କଣ କରୁଛି ଖରାରେ ରୋଷେଇ କରିକି ଦଉଛି ଆମେ ଖାଉଛନ୍ତି ଝାଳ ନାଳ ଆଣ୍ଠିଏ ହଉଛି। ତୁ ଶୁଣୁନାଉ କି କିଛି କରୁନ ଚାଲି ଆଉଛୁ ଖାଉଛୁ। ହଁ ମୁଁ ଦେଖୁଛି ବର୍ଷାରେ ଛତା ଧରିକି ରୋଷେଇ କରୁଛି ମୁଁ କଣ କରିବି ଏଇସା ତ ବାଉଁଶ ମିଳିବନି ଚତୁର୍ମାସିଆ ମୁଁ ବାଉଁଶ କୋଉଠି ଆଣିବି। ମାନେ ଏଇଟା ଆମର ଘର ଆପଣ ଦେଖିପାରୁଥିବେ ଏଇ ଯୋଉ ମାଟି ଘର ହେଲା 12-6ଟା କରାହେଇଛି। ଏଇଟା ହଉଛି ଆମର ଏଣ୍ଟ୍ରାନ୍ସ ଦୁଆର, ଏଇଟା ହଉଛି ଛପର ଯାଇକି ଆମେ ଘର ଛେଇ ପାଇଲୁନି ତ ଛଣର ଅଭାବ। ଆଉ ଗତ ଥର ବହୁତ ବର୍ଷା ହେଲା, ବହୁତ ଧାନ ସବୁ ଶୋଇ ପଡ଼ିଲା, ଛଣ ସବୁ ନଷ୍ଟ ହେଲା, ଛଣ ମିଳିଲାନି ଯାହାଫଳରେ ଘରରେ ବର୍ଷା ହବା ଦ୍ୱାରା ଆପଣ ଦେଖୁଥିବେ ଗୋଟେ ପାଲ ମୁଁ ପକେଇ ଦେଇଛି। ଯାହା ହଉ କୌଣସି ପ୍ରକାର ଆଉ ବର୍ଷା ଘର ଭିତରେ ହଉନି, ତଥାପି ପାଲ ବି ଫୁଟିଗଲାଣି ତା ଦ୍ୱାରା ଟିପ ଟିପ ହେଇକି ବର୍ଷା ବି ପଡୁଛି। ତ ଏଇଟା ହେଲା ଆମ ଘରର ଦୁଆର, ଏଇଟା ଆମେ ପ୍ରବେଶ କରୁ ଏଣ୍ଟ୍ରାନ୍ସ କରୁ ଭିତରକୁ। ଆସନ୍ତୁ ଘର ଭିତରକୁ ଯିବା, ଘରେ କଣ ଦେଖିବା ଟିକେ। ଏଇଟା ହେଲା ଆମର ଝାଟି ମାଟିର ଘର, ମାଟି ଘରଟିଏ, ଛୋଟିଆ ଘରଟିଏ। ଏଇଟା ହେଲା ଆମର ବେଡରୁମ, ଏ ବେଡରୁମରେ ଆମେ ତ ଶୁଆ ବସା କରୁ। ଆଉ ତ ଏଇ ଭିତରେ ଆମେ ଏଇଠି ହେଲା ଗୋଟେ ଛୋଟିଆ ରୁମଟିଏ, ଏଇଠି ଆମର ରୋଷେଇ କରାଯାଏ। ଏଇ ଘର ଦେଖିପାରୁଥିବେ ଏଠି ରୋଷେଇ ବାସ ହୁଏ। ଏ ଘର ଭିତରେ ଆମେ ଚୁଲି ଟିକେ ପାରିକି ରୋଷେଇ କରନ୍ତୁ ଯେ କିନ୍ତୁ କରିହଉନି ଏଇଥିପାଇଁ ଆଉ ତ ଚୁଲି ଲାଗିବା ମାନେ ଧୂଆଁ ହବ, ଧୂଆଁ ହେଲା ମାନେ ଆପଣ ଜାଣିଥିବେ ଏଇ ଯୋଉ ବର୍ତ୍ତମାନ ଯୋଉ ଗରମ ହଉଛି, ଧୂଆଁ ଆଉ ଗରମରେ ଏ ଘରେ ରହିହବନି, ଧୂଆଁ ପାସ୍ କରିବନି, ମାଟି ଘରଟା ତ ଧୂଆଁ ପାସ୍ କରିବନି ଯାହା ଫଳରେ ପ୍ରବଳ ଗରମ ହବ। ତେଣୁ ବାହାରେ ସେଇଥିପାଇଁ ବାହାରେ ଆମକୁ ରୋଷେଇ କରିବାକୁ ପଡୁଛି। ଆଉ ତ ବାହାରେ ବର୍ଷା ବି ହୁଏ, ଛପର ନାହିଁ, କେତେ ଚୁଲିଟାକୁ ଘୋଡେଇ ଘାଡିକି ବି ରଖାଯାଏ। ଆଉ ଯାହାହେଲେ ସେଥିପାଇଁ ବାହାରେ ଚାଳ ଛପର କରୁନୁ ବୋଲି କିମ୍ବା ଗୋଟେ ପଲିଥିନ କି ତମ୍ବୁ ଗୋଟେ ପକେଇନୁ, ରାଧା ବହୁତ ଅସନ୍ତୁଷ୍ଟ ଯେ ଆଜି ତ ଜିଦି ଧରିଛନ୍ତି ମୁଁ ମୋଟେ ରୋଷେଇ କରିବିନି, ଖାଅ ବା ନ ଖାଅ। ଯାହା କୌଣସି ପ୍ରକାର ଆମେ କହିକି ପାଲ ଟିକେ ପକେଇଦେବୁ ତମେ ବ୍ୟସ୍ତ ହୁଅ ନା। ଆଉ ତ ସେ ଆଜି ରାଜି ହେଇକି କରିଛନ୍ତି। ଆଜି ଲାଷ୍ଟ ଯାହାହେଲେ ମୁଁ କାଲି ପରଦିନ ଭିତରେ ପାଲଟି ପକେଇବି। ଏଇ ଚୁଲିରେ ଆମର ସବୁଦିନ ରୋଷେଇବାସ କରାଯାଉଛି। ଏ ପଦାରେ ବର୍ଷା ହେଲେ ଆମେ ଢାଙ୍କି ଦଉ, ପୁଣି ବର୍ଷା ଛାଡିଗଲେ ସେଇଠି ରୋଷେଇ କରୁ। ତ ପ୍ରବଳ ଖରା ହଉଛି ଆପଣ ଦେଖିପାରୁଥିବେ, ଖରାରେ କେହି ବି ରୋଷେଇ କରିବେନି, ଯାହା ହଉ ସେ କୌଣସି ପ୍ରକାର ରୋଷେଇ କରିଦଉଛନ୍ତି। ସରିଲା ନା? ହଉ ହଉ ପଳେଇ ଆସ ବହୁତ ଖରା ହଉଛି। ତ ସାଙ୍ଗମାନେ ମୁଁ ତ ନୂଆ ବ୍ଲଗ ଟେ ବନଉଛି, ତ ଭଲ କି ଖରାପ ତ ମୁଁ ଜାଣିପାରୁନି। ଯଦି ଖରାପ ହେଇଥାଏ ଆପଣ ମାନେ ମତେ କମେଣ୍ଟରେ କହିବେ, ମୁଁ ନିଶ୍ଚିତ ସେଇଟା ସୁଧାରିବାକୁ ଚେଷ୍ଟା କରିବି। ତ ଏଇଟା ଆମେ ତ ସର୍ଟ ଭିଡ଼ିଓ ପକଉଛୁ, ସର୍ଟ ଭିଡ଼ିଓରେ ବହୁତ ସାରା କମେଣ୍ଟ ଆସିଛି ଯେ ତମେ ବ୍ଲଗ ବନାଅ, ଲଙ୍ଗ ଭିଡ଼ିଓ ବନାଅ। ତ ଆମେ ଲଙ୍ଗ ଭିଡ଼ିଓ କରିବା ପାଇଁ ଆମେ ଚିନ୍ତା କରିକି ଆମେ ଆଜି ପ୍ରଥମ କରି ବ୍ଲଗ ଟେ ବନଉଛି। ତ ଭୁଲ ହଉଛି କି ଠିକ ହଉଛି ତ ଆପଣ ମାନେ କମେଣ୍ଟ କରି ଜଣେଇବେ, ଆମେ ନିଶ୍ଚିତ ଭାବରେ ସୁଧାରିବାକୁ ଚେଷ୍ଟା କରିବୁ। ତ ରହୁଛୁ, ଜୟ ଜଗନ୍ନାଥ।